ଗଞ୍ଜାମ ଜିଲ୍ଲାର ଏକ ଛୋଟ ଗାଁ ଚନ୍ଦନପୁର। ଏଠି ଏକ ମାଟି ଘରରେ ରହୁଥିଲେ ମାଳତୀ ନାମକ ଝିଅ ଓ ତାଙ୍କ ପରିବାର। ମାଳତୀଙ୍କ ବାପା ଏକ ଦିନ ମଜଦୁର, ମା ଗାଁର ଘରେ ଘରେ କାମ କରି ଦିନ ଚାଳୁଥିଲେ। ଗରିବ ହେଲେ ମଧ୍ୟ ମାଳତୀଙ୍କ ଆଖିରେ ଥିଲା ଗୋଟିଏ ଅଲଗା ଆଶା, ମୁଁ ଏକଦିନ ଆଇପିଏସ୍ ହେବି। ପ୍ରତିଦିନ ସକାଳେ ସେ ଜାଗି ମା ସହିତ ଜଳ ଆଣି କ୍ଷେତ ଯାଇ ବାପାଙ୍କ ସହିତ କାମ କରି ସନ୍ଧ୍ୟାରେ ଦିଆର ଆଲୋକରେ ପଢ଼ୁଥିଲା। ସେତେବେଳେ ତାଙ୍କ ପାଖରେ ନଥିଲା ବିଦ୍ୟୁତ, ନଥିଲା ମୋବାଇଲ, ନଥିଲା ଇଣ୍ଟରନେଟ୍, କିନ୍ତୁ ଥିଲା ଜିଦ, ଶିଖିବାର ଆଗ୍ରହ ଓ ସ୍ୱପ୍ନ ଦେଖିବାର ସାହସ। ଦ୍ୱିତୀୟ ଅଧ୍ୟାୟ, ସଂଘର୍ଷର ଆରମ୍ଭ। ଚାପ୍ଟର 2, ଦ ଷ୍ଟାର୍ଟ ଅଫ୍ ଦ ଷ୍ଟ୍ରଗଲ। ମାଳତୀ ମଧ୍ୟମିକା ପରୀକ୍ଷାରେ ପ୍ରଥମ ହେଲା। ଗାଁର ଶିକ୍ଷକ ତାଙ୍କୁ ଉପହାର ଦେଇ ପ୍ରଶଂସା କଲେ, କିନ୍ତୁ ଘରର ଅବସ୍ଥା ଦିନକୁ ଦିନ ଖରାପ ହେଉଥିଲା। ମାଳତୀଙ୍କ ଚକ୍ଷୁ ଜଳ ଆସୁଥିଲା, କିନ୍ତୁ ହୃଦୟରେ ଆଗ ଜଳୁଥିଲା, ମୁଁ ହାରିବି ନାହିଁ। ସେ ଗାଁର ପିଲାମାନଙ୍କୁ ଟ୍ୟୁସନ ପଢ଼ାଇ ଅଳ୍ପ ଟଙ୍କା ଜମା କରିଲା। ତାହାଦ୍ୱାରା ସେ ହାଇସ୍କୁଲ ଆଡମିସନ ନେଲା। ପ୍ରତିଦିନ 5 କିମି ପାଦେ ଚାଲି ସେ ସ୍କୁଲ ଯାଉଥିଲା। ତୃତୀୟ ଅଧ୍ୟାୟ, ଶିକ୍ଷା ଓ ଅଡିଗ ଆଶା। ଚାପ୍ଟର 3, ଏଜୁକେସନ ଆଣ୍ଡ ଅନୟିଲ୍ଡିଂ ହୋପ୍। ମାଳତୀ ରାତି 10ଟା ପର୍ଯ୍ୟନ୍ତ ପଢ଼ୁଥିଲେ। ଅନେକ ବେଳେ ଖାଲି ପେଟରେ ରହି ମଧ୍ୟ ସେ ପଢ଼ା ଛାଡ଼ୁ ନଥିଲେ। ତାଙ୍କ ସାଥୀମାନେ ହସୁଥିଲେ, କିନ୍ତୁ ମାଳତୀ ହସି କହୁଥିଲେ, ସ୍ୱପ୍ନ ଦେଖିଲେ ମାତ୍ର ତାହା ସତ୍ୟ ହେବା ଆରମ୍ଭ ହୁଏ। ସେ ଖବରକାଗଜ ପଢ଼ୁଥିଲେ ଓ ଜେନେରାଲ ଜ୍ଞାନ ଶିଖୁଥିଲେ। ଚତୁର୍ଥ ଅଧ୍ୟାୟ, ସ୍ନାତକ ଓ ସହର ଯାତ୍ରା। ଚାପ୍ଟର 4, ଗ୍ରାଜୁଏସନ ଆଣ୍ଡ ଦ ସିଟି ଜର୍ଣ୍ଣି। ଦଶମ ଓ ଦ୍ୱାଦଶ ପରୀକ୍ଷାରେ ମାଳତୀ ଜିଲ୍ଲାରେ ପ୍ରଥମ ହେଲେ। ସରକାର ତାଙ୍କୁ ସ୍କଲାରସିପ୍ ଦେଲା। ସେ ଭୁବନେଶ୍ୱର ଯାଇ କଲେଜ ଆଡମିସନ ନେଲେ। ସହରରେ ସେ ଭଡ଼ାଘର, ଖାଦ୍ୟ ଅଭାବ ଆଦି ଅନେକ ଅସୁବିଧା ଦେଖିଲେ, କିନ୍ତୁ ସେ କହୁଥିଲେ, ଦୁଃଖ ହେଉଛି ଶିକ୍ଷାର ପରୀକ୍ଷା। ତାଙ୍କ ଗାଁର ନାମ ଆଉଥରେ ଖବରକାଗଜରେ ଆସିଲା, ଚନ୍ଦନପୁରର ଝିଅ ରାଷ୍ଟ୍ରୀୟ ମେରିଟ୍ ଲିଷ୍ଟରେ। ପଞ୍ଚମ ଅଧ୍ୟାୟ, ୟୁପିଏସ୍ସିର ପଥ। ଚାପ୍ଟର 5, ଦ ୟୁପିଏସ୍ସି ପାଥ୍। ମାଳତୀ ଗ୍ରାଜୁଏସନ ପରେ ନିଷ୍ପତ୍ତି ନେଲେ, ମୁଁ ୟୁପିଏସ୍ସି ପରୀକ୍ଷା ଦେବି। ସେ ଦିନକୁ 16 ଘଣ୍ଟା ପଢ଼ୁଥିଲେ, ମୋବାଇଲ ଓ ସୋସିଆଲ ମିଡିଆ ବନ୍ଦ କଲେ। ପ୍ରଥମ ଚେଷ୍ଟାରେ ସେ ଅସଫଳ ହେଲେ। ଲୋକମାନେ ହସିଲେ, ମା ଅସୁସ୍ଥ ହେଲେ। ମାଳତୀ ରାତିରେ ମାଙ୍କୁ ଆଶ୍ୱାସନା ଦେଇ କହିଲା, ମା, ତୁମେ ଦେଖ, ମୁଁ ଏକଦିନ ୟୁନିଫର୍ମ ପିନ୍ଧିବି। ଷଷ୍ଠ ଅଧ୍ୟାୟ, ସଫଳତାର ଦିନ। ଚାପ୍ଟର 6, ଦ ଡେ ଅଫ୍ ସକ୍ସେସ୍। ଦ୍ୱିତୀୟ ଚେଷ୍ଟାରେ ସେ ପୁଣି ୟୁପିଏସ୍ସି ଦେଲେ। ଫଳ ଆସିଲା, ମାଳତୀ ନାୟକ, ଅଲ୍ ଇଣ୍ଡିଆ ରାଙ୍କ 72 ଆଇପିଏସ୍ କାର୍ଡରେ। ଗାଁ ଲୋକ ଖୁସିରେ ଝୁମି ଉଠିଲେ। ମାଳତୀ ତାଙ୍କ ମାଙ୍କ ପାଖକୁ ଯାଇ କହିଲେ, ମା, ତୁମ ଝିଅ ଆଇପିଏସ୍ ହେଇଗଲା। ମାଙ୍କ ଆଖିରୁ ଝରିଲା ଆନନ୍ଦର ଲୁହ। ସପ୍ତମ ଅଧ୍ୟାୟ, ନୂତନ ଜୀବନ ଓ ସେବାର ପଥ। ଚାପ୍ଟର 7, ନ୍ୟୁ ଲାଇଫ୍ ଆଣ୍ଡ ଦ ପାଥ୍ ଅଫ୍ ସର୍ଭିସ୍। ଆଇପିଏସ୍ ମାଳତୀ ତାଙ୍କ ନୂତନ ଜୀବନରେ ଗାଁର ଛୋଟ ଛୋଟ ପିଲାମାନଙ୍କୁ ସାହାଯ୍ୟ କରିବା ଆରମ୍ଭ କଲେ। ସେ ଗାଁରେ ଏକ ଫ୍ରି ଏଡୁକେସନ ସେଣ୍ଟର ଖୋଲିଲେ। ସେ କହୁଥିଲେ, ମୋ ଗାଁର ପିଲାମାନେ ଆଉ ମୋତେ ଭଳି ଅନ୍ଧାରରେ ପଢ଼ିବାକୁ ପଡ଼ିବ ନାହିଁ। ସମାଜ ତାଙ୍କୁ ଜନତାର ଡାକ୍ତର ବୋଲି ଜାଣିଲା। ଅଷ୍ଟମ ଅଧ୍ୟାୟ, ଶିକ୍ଷାର ମହତ୍ତ୍ୱ। ଚାପ୍ଟର 8, ଦ ଇମ୍ପୋର୍ଟାନ୍ସ ଅଫ୍ ଏଜୁକେସନ। ମାଳତୀ ସମାଜରେ ଜଣେ ପ୍ରେରଣା ହେଲେ। ତାଙ୍କ ଜୀବନ ଦେଖି ହଜାର ଝିଅ ନୂଆ ସ୍ୱପ୍ନ ଦେଖିଲେ। ସେ ସବୁବେଳେ ଏକ କଥା କହୁଥିଲେ, ଗରିବ ହେବା ଅପରାଧ ନୁହେଁ, ହାରିଯିବା ଅପରାଧ। ଶିକ୍ଷା ହେଉଛି ଏକମାତ୍ର ଅସ୍ତ୍ର, ଯାହା ଗରିବକୁ ସମ୍ମାନ ଦେଇପାରେ। ସମାପ୍ତି, କନକ୍ଲୁଜନ। ମାଳତୀଙ୍କ ଜୀବନ ଏକ ଦୃଢ଼ ସନ୍ଦେଶ ଦେଇଯାଏ ଯେ କେହି ଯଦି ମନରେ ଆଶା ଓ ଅଡିଗ ସଂକଳ୍ପ ରଖିଥାଏ, ସେ କେଉଁଠୁ ଆସୁ